ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଲୁଣ୍ଡାର ପ୍ରଧାନାଚାର୍ଯ୍ୟ ଲବଭରା ସାଗରଙ୍କ ତତ୍ତ୍ୱାବଧାନରେ ଆଲିନା ପଲ୍ଲବିକା ଶିଶୁ ଉଦ୍ୟାନର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ୱର୍ଗତ ସୁଶ୍ରୀ ଏଲିନା ପଲ୍ଲବିକା 5ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଉଦ୍ୟାନଟି ନାମିତ ହୋଇଛି। ଆଜି ତା'ର ପ୍ରତିଷ୍ଠା ଦିବସ ବିଦ୍ୟାଳୟରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ତାଙ୍କ ମାତା ବୀଣାପାଣି ପାଣ୍ଡ୍ୟା ଦୀପ ଲଗାଇ ସମସ୍ତଙ୍କ ଶୁଭକାମନା କରିବା ସହ ଏହି ଉଦ୍ୟାନର ଉନ୍ନତି ପାଇଁ ସଦାସର୍ବଦା ସହଯୋଗର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ବାଲଭୋଜନର ବ୍ୟବସ୍ଥା ମଧ୍ୟ କରାଇଥିଲେ। ମନୀଷ ପାଣ୍ଡ୍ୟା, ଜ୍ୟୋତିର୍ମୟୀ ପାଣ୍ଡ୍ୟା ଓ କ୍ରିଷ୍ଣା ପାଣ୍ଡ୍ୟା ଆଦି ପରିବାର ସଦସ୍ୟା ଉପସ୍ଥିତ ଥିଲେ। ବିଦ୍ୟାଳୟର ସଭାପତି ବିଜୟ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ସୋଭ୍ୟା ଓ ସୌମ୍ୟଶ୍ରୀ ପଣ୍ଡା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁଜୀମା, ଛାତ୍ରଛାତ୍ରୀ, ସେବକ ସେବିକା ଭଉଣୀର ଆତ୍ମାର ଶାନ୍ତି ପାଇଁ ସମସ୍ତେ 2 ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଶେଷରେ ସୋଭ୍ୟା ବେଦମତୀ ବାଗ ଧନ୍ୟବାଦ ଦେଇଥିଲେ।